ଦେଖନ୍ତୁ ଆମ ବାଙ୍କି ସାରା ବାଙ୍କି ଅଞ୍ଚଳରେ ଆମର ଶ୍ରୀ ରାମନାଥ ଦେବ ବୈଦ୍ୟନାଥ ଦେବଙ୍କର ଭିତ୍ତିଭୂମିର ବିକାଶ ପାଇଁ 2 ମାସ ପୂର୍ବରୁ ଆମର ପ୍ରିୟ ଉପମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ମନ୍ତ୍ରୀ ଯିଏ ଅଛନ୍ତି ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ସହିତ ମୋର ଆଲୋଚନା ହୋଇଥିଲା ଯେ କିଭଳି ଭାବରେ ବାଙ୍କିର ଯୋଉ ସବୁ ଟୁରିଜିମ୍ ପ୍ଲେସ୍ ଗୁଡିକ ଅଛି କିଭଳି ଭାବରେ ଭିତ୍ତିଭୂମିର ବିକାଶ ଘଟିବ। ଏଠି ଯେଉଁଭଳି ଭାବରେ ପର୍ଯ୍ୟଟନ ମାନଙ୍କର ଆସିବା ବୃଦ୍ଧି ପାଇଛି ନିଶ୍ଚିତ ଭାବରେ ଟୁରିଜିମ୍ କ୍ଷେତ୍ରରେ ଯଦି ବାଙ୍କିର ବିଭିନ୍ନ ସ୍ଥାନ ଡେଭଲପମେଣ୍ଟ କରାଯିବ ତାହେଲେ ଅର୍ଥନୀତିର ମଧ୍ୟ ଅଭିବୃଦ୍ଧି ଘଟିବ। ସେ ପରିପ୍ରେକ୍ଷୀରେ ଆଜି ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତ ପରିଡ଼ା ମହୋଦୟଙ୍କ ସହିତ ଆଜି ବିଧିବଦ୍ଧ ବୈଠକ ହୋଇଥିଲା। ସେ ବୈଠକରେ ପ୍ରଥମ ଫେଜ୍ରେ ପ୍ରିୟ ଉପମୁଖ୍ୟମନ୍ତ୍ରୀ ଆଜି ଶ୍ରୀ ରାମନାଥ ଦେବ ଓ ଶ୍ରୀ ବୈଦ୍ୟନାଥ ଦେବ ଏବଂ ବାରଙ୍କର ମା କନକ ଦୁର୍ଗା ମନ୍ଦିରକୁ 2 କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ଏବଂ ଅଂଶୁପା ରହିଛି ସେଇଭଳି ଭାବରେ ଡମ୍ପଡାରେ ମଧ୍ୟ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ରହିଛି। ବିଶେଷ ଭାବରେ ପଶ୍ଚିମ ବାଙ୍କିରେ ଯୋଉ ସବୁ ଟୁରିଜିମ୍ ପ୍ଲେସ୍କୁ ଆମେ ନୂଆ ନୂଆ ଜାଗାକୁ ମଧ୍ୟ ଆମେ ଅନ୍ତର୍ଭୁକ୍ତ କରୁଛୁ। ନିଶ୍ଚିତ ଭାବରେ ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ ଅଛନ୍ତି ଯେ ଆଗାମୀ ଦିନରେ ଆଉ ପର୍ଯ୍ୟାପ୍ତ ପରିମାଣ ଆସିବ ଆଉ ଭିତ୍ତିଭୂମିର ବିକାଶ ଘଟିବ ଆଉ ନିଶ୍ଚିତ ଭାବରେ ବାଙ୍କିରେ ଅର୍ଥନୀତିର ଅଭିବୃଦ୍ଧି କାମ ହେଇପାରିନି। ଦେଖନ୍ତୁ 2012 ମସିହାରେ ରାଜ୍ୟ ପୂର୍ବରୁ ଯୋଉ ରାଜ୍ୟ ସରକାର ଥିଲେ 2012 ମସିହାରେ ଘୋଷଣା କରିଥିଲେ ଯେ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଘୋଷଣା କରିଥିଲେ କିନ୍ତୁ ବଡ ଦୁଃଖ ପରିତାପର ବିଷୟ ଏପର୍ଯ୍ୟନ୍ତ 2012 ମସିହାରୁ 2025 ମସିହା 24 ମସିହା ପର୍ଯ୍ୟନ୍ତ କୌଣସି ଅନୁଦାନ ଆସିଲାନି। କିନ୍ତୁ ଖାଲି ଘୋଷଣା କାଗଜପତ୍ରରେ ଘୋଷଣା କରିଦେଲେ ତାହା ଲୋକଙ୍କୁ ସନ୍ତୁଷ୍ଟ କରାଯିବ ତାହା ନୁହେଁ। କିନ୍ତୁ ଏଠି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀଙ୍କ ଯୋଉ ସରକାର ବର୍ଷେ ଏଟା ଚାଲିଛି ନିଶ୍ଚିତ ଭାବରେ ସେ ଯୋଉ କଥା ଦେଇଥିଲେ ଆମକୁ ପ୍ରିୟ ଉପମୁଖ୍ୟମନ୍ତ୍ରୀ ସେ କଥା 2 ମାସ ପୂର୍ବରୁ ଆମର ଯୋଉ ବୈଠକ ହୋଇଥିଲା 2 ମାସ ପରେ ତାଙ୍କ ଅଫିସରୁ କଲ୍ ଆଜି ଆସିଲା ବୈଠକ ହେଲା। ସେ ବୈଠକରେ ସଙ୍ଗେ ସଙ୍ଗେ ନିଷ୍ପତ୍ତି ନେବେ ଯେ 2 କୋଟି ଟଙ୍କା ତୁରନ୍ତ ଆଗ ଡେଭଲପମେଣ୍ଟ ପାଇଁ ଦିଆଯିବ। ପରବର୍ତ୍ତୀ ଅବସ୍ଥାରେ ବିଭିନ୍ନ ମତେ ବି ଆଦେଶ ଦେଇଛନ୍ତି ଆଉ ଯୋଉ ସବୁ ନୂଆ ନୂଆ ଜାଗା ସବୁ ଅଛି ପର୍ଯ୍ୟଟନ ସ୍ଥଳୀ ତାକୁ ମଧ୍ୟ ଆମେ ଅନ୍ତର୍ଭୁକ୍ତ କରିବା ଆଉ ପର୍ଯ୍ୟାପ୍ତ ପରିମାଣରେ ଟିକେ ଆର୍ଥିକର ବ୍ୟବସ୍ଥା କରାଯିବ। ନିଶ୍ଚିତ ଭାବରେ ବାଙ୍କିକୁ ସାରା ଓଡ଼ିଶାର ବାଙ୍କିକୁ ଓଡ଼ିଶାର ମାନଚିତ୍ରରେ ଗୋଟେ ପର୍ଯ୍ୟଟନ ସ୍ଥଳୀ କିଭଳି ଭାବରେ ଗୋଟେ 1 ନମ୍ବର ସ୍ଥାନରେ ପହଞ୍ଚିବ ସେଥିପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାର ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି ବାଙ୍କିରେ ନୂତନ ଭାବେ ଏଡିଜିଏମ୍ କୋର୍ଟ ପ୍ରତିଷ୍ଠା ହବ। କେତେ ସେ ଆମ ଅଞ୍ଚଳବାସୀ କେତେ ଆପଣ ଶ୍ରେୟ ଦେବେ? ନିଶ୍ଚିତ ଭାବରେ ତ ଏଡିଜେ କୋର୍ଟ ହବ ଏଇ ତ ଖୁସିର ଖବର ଆଉ କୋର୍ଟ ପାଇଁ ମଧ୍ୟ ଚାଲିଛି ଯୋଉଠି କୋର୍ଟ ପ୍ରତିଷ୍ଠା କରେ ସେଥିପାଇଁ ମଧ୍ୟ ସପରେଟର ତହସିଲଦାର ଏମାନେ ମଧ୍ୟ ଜାଗା ଲୋକେଟ୍ କରୁଛନ୍ତି ସବୁ ଏ କାର୍ଯ୍ୟକ୍ରମ ଖୁବ ଶୀଘ୍ର ଚାଲିବ। ଏଠି ଟମ୍ପଡାରେ ମଧ୍ୟ ନୂଆ କୋର୍ଟ ଖୋଲିଛି ଆପଣମାନେ ସମସ୍ତ ଖବର ଅଛି। ସରକାର କ୍ରିୟାଶୀଳ ଭାବରେ ବିଭିନ୍ନ ପ୍ରକାରର ଲୋକମାନଙ୍କର ସମସ୍ୟା ଲୋକମାନେ ଆଉ ବେଶୀ ବାଟ ଦୌଡ଼ିକି ଯିବେନି ଲୋକମାନଙ୍କ ପାଖରେ କିଭଳି ଭାବରେ ସେବା ପହଞ୍ଚି ପାରିବ ସେଥିପାଇଁ ସରକାର ସବୁବେଳେ ଯତ୍ନବାନ ଅଛନ୍ତି। ଆଗକୁ ମଧ୍ୟ ଆହୁରି ବିଭିନ୍ନ ପ୍ରକାର ଡେଭଲପମେଣ୍ଟ ୱାର୍କ ହଉ ସରକାରୀ ସ୍ତରର ଯୋଉ ଦପ୍ତର ସବୁ ଅଛି ଅଫିସିଆଲି ଜିନିଷ ସବୁ ଯୋଉ ଅଫିସ ଅଛି ସେ ସବୁ କିଭଳି ଭାବରେ ବାଙ୍କିରେ ଆହୁରି ପ୍ରତିଷ୍ଠା କରାଯାଇପାରିବ ସେଥିପାଇଁ ସରକାର ସବୁବେଳେ ପ୍ରତିଜ୍ଞାବଦ୍ଧ ଅଛନ୍ତି। ନିଶ୍ଚିତ ସରକାର ମଧ୍ୟ ଯତ୍ନବାନ ଅଛନ୍ତି।